ଆଜି ସକାଳୁ ସକାଳୁ ମନ୍ଦାର ଗଛଟାରେ ଏତେ ସୁନ୍ଦର ଫୁଲ ଫୁଟିଛି ଆଉ ଏତେ ରେଡ୍ ଦେଖାଯାଉଛି, ଏତେ ସୁନ୍ଦର ଲାଗେ ଫୁଲ ଫୁଟିଲେ। ବାକି ବହୁତ ଖୁସି ଲାଗିଲା କାହିଁକିନା ଯେହେତୁ ଜୋଆ ଲାଗିଥିଲା ମୁଁ ତାକୁ 2 ଥର 3 ଥର ବିଷ ପକେଇଥିଲି। ମୁଁ ତ ଭାବୁଥିଲି ଆଉ ଜମା ଫୁଲ ହିଁ ଫୁଟିବନି, କିନ୍ତୁ ବହୁତ ସୁନ୍ଦର ଆଜି ଫୁଲ ଫୁଟିଥିଲା। ତାପରେ ମୁଁ ଯେଉଁ ବାଡ଼ିରେ ସବୁ ଫୁଲ ଫଳ ପରିବା ଲଗା ହେଇଛି ତ ମୁଁ ସେଇ ବାଡ଼ିରେ ଛିଡ଼ା ହେଇଥିଲି। ଆପଣମାନେ ଦେଖୁଥିବେ ପ୍ରାୟତଃ ସବୁ ଗଛ ଉଠିଗଲାଣି ଆଉ ବହୁତ ସୁନ୍ଦର ଲାଗୁଛି କାହିଁକିନା ରିସେଣ୍ଟ ଲଗା ହେଇଥିଲା। ପାଣି ଦେଲା ପରେ ଖତ ଦେଲା ପରେ ଗଛ ବି ତାର ସବୁ ବାହାରି ପଡ଼ିଲାଣି। ଆମେ ଭିକି ନାହିଁ ମୁଁ 2 ଜଣ ଚାଲିଥିଲୁ ଦିନ ସାରା କିଛି ଗୋଟେ କାମ କରିବା ପାଇଁ। ଆମର ଯେଉଁ କାମଟା କି ସାରିକି ଫେରିଲା ବେଳକୁ ରାତି ହେଇଗଲାଣି। ପିକନାଇକି କହିଲି କି ଆମେ 2 ପରେ ତ ଖାଇନଥିଲୁ, ତୁ ଯାହା ହେଲେ କିଛି ଟିଫିନ୍ କରିଦେବା। ତ ଆମେ ଆସିଥିଲୁ ଯେଉଁଟା ମାର୍କେଟରେ ଅଛି ପିଓର ଭେଜ୍ ଦୋକାନ, ଯେଉଁଟାକି ଚାଉମିନ, ରୋଲ୍, ମଞ୍ଚୁରିଆନ୍, ପନିର, ଛତୁ ପକୋଡ଼ା ବହୁତ ସାରା ଏମିତି ଆଇଟମ୍ ସେମାନେ ବିକୁଛନ୍ତି। ବର୍ତ୍ତମାନ ଆମେ ଅର୍ଡ଼ର କରିଥିଲୁ ରୋଲ୍। ଆପଣମାନେ ଦେଖୁଥିବେ କି ରୋଲ୍ ମସଲା କେତେ କ୍ୱାଲିଟି କରୁଛନ୍ତି ଆଉ କ୍ୱାଣ୍ଟିଟି ବି ବହୁତ ଦେଉଛନ୍ତି। ଆଉ ଟେଷ୍ଟ ତ ଆପଣ ନ ଖାଇଲେ ଜାଣିପାରିବେନି କି ଟେଷ୍ଟ କେମିତି, ଭାରି ସୁନ୍ଦର କରୁଛନ୍ତି। ତ ଆମେ ଫାଷ୍ଟ ମାଗିଥିଲୁ ରୋଲ୍ ପରେ ଭାଇ ତାଙ୍କର ଚାଉମିନ ବି ଆମେ ଯେହେତୁ ଅର୍ଡ଼ର କରିଥିଲୁ ତ ଭାଇ ବି ତାଙ୍କର ଚାଉମିନ ପ୍ରିପେୟାର କଲେଣି। ଆଉ ଜଣେ ଭାଇ ସେଠି ରୋଲ୍ ମୋଡ଼ୁଛନ୍ତି। ସେ ମୋଡ଼ି ସାରିଲା ପରେ ଆମକୁ ରୋଲ୍ଟା ଦେଲେ। ଆପଣମାନେ ବି ଦେଖୁଥିବେ କେତେ ମୋଟା ପିକନାଇ ଧରିଛି କି ପୁରା ଫ୍ରଣ୍ଟରୁ ଜଣାପଡ଼ୁଛି କି ରୋଲ୍ଟା କେତେ ବଡ଼ ସାଇଜ୍। ୟାର ଦାମ୍ ଆକ୍ଚୁଆଲି 50 ଟଙ୍କା। ଦେଲେ ଟିକେ ଭିଡ଼ିଓରେ ଯାଇକି ଆଉଛୁ ଦେଖେଇବୁ ଆମ ସାଇଜ୍ ଟିକେ ତା ହାତରୁ ଆଇଥିଲେ କାମ ଦେଲେ ଲୋକ ଦେଖିଲେ ଖରାପ ଦେବେ ଦେଇତେ ନାହିଁ ଖାଇଲେ। କିନ୍ତୁ ବହୁତ ସୁନ୍ଦର ଦେଉଛି। ଆପଣମାନେ ଯେଉଁମାନେ ଆମ ଲୋକାଲ ତ ନିହାତି ଯାଇକି ଟ୍ରାଏ କରନ୍ତୁ। ଆଉ ଟେଷ୍ଟ ଭାରି ସୁନ୍ଦର, କ୍ୱାଲିଟି ବି ବଢ଼ିଆ ଦେଉଛନ୍ତି ଆଉ ଟେଷ୍ଟ ବି ବହୁତ ସୁନ୍ଦର ଅଛି। ଆମେ 2 ଜଣ ଖାଇଲୁ, କିନ୍ତୁ ଆମେ ଯେହେତୁ ଏକ୍ସଟ୍ରା ଲଙ୍କା ମାଗିଥିଲୁ ମୋର ଲଙ୍କା ହେଇଥିଲା କିନ୍ତୁ ଭିକନାଇ ଗୋଟା ଧରିକି ଖାଉଛି। ତାପରେ ଆମେ ରୋଲ୍ ଖାଇସାରିଲା ପରେ ଆମର ଆସିଯାଇଥିଲା ଚାଉମିନ ବି ଦେଖନ୍ତୁ ଏଇଟା ପ୍ଲେଟ୍ 50 ଟଙ୍କା, କିନ୍ତୁ କ୍ୱାଣ୍ଟିଟି ବହୁତ ଦେଉଛନ୍ତି ଆଉ କ୍ୱାଲିଟି ବି ବହୁତ ସାରା ଜିନିଷ ପନିର, ଛତୁ, ମକା ବହୁତ ସାରା ଜିନିଷ ପକାଉଛନ୍ତି। ସୋୟାବିନ ପକାଉଛନ୍ତି ତ ଟେଷ୍ଟ ବି ବହୁତ ସୁନ୍ଦର ଲାଗୁଛି। ତାପରେ ଆମେ ଖାଇସାରିଲା ପରେ ଭିକନାଇ ମୁଁ ଆସିଥିଲୁ ଗାଡ଼ି ପାଖକୁ। ଆଜି ଯେହେତୁ ହାଟ ଥିଲା ବହୁତ ଜାମ୍ ଥିଲା। ଦେଖନ୍ତୁ ଆମର ଯେହେତୁ ବିଜନେସ୍ ଆରମ୍ଭ ହେଇଗଲାଣି ତ ଆମେ ଯାଇଥିଲୁ ଉଦଳା ଗୋଟେ ଲୋଡ଼ କରିବା ପାଇଁ। ଧାନ ଆମର ଗାଡ଼ି ଫୁଲ୍ ଅଛି ତ ଆମେ ସେଠୁ ବାହାରିଲୁ କାହିଁକିନା ଆମକୁ ଯିବାର ଥିଲା ଯେହେତୁ ବେଙ୍ଗଲ ବହୁତ ଡେରି ହେଇଗଲାଣି। ଯେହେତୁ ଶୀତ ଦିନ ଆମେ ନନାକୁ ମାଗିଥିଲୁ କି ମୋର ଚାର୍ଜରଟା ଆଉ ଭିକନାଇର ମୋର ଶୀତ ପୋଷାକ ଆଣିବା ପାଇଁ। ସେଥିପାଇଁ ନନା କାଳୁ 2 ଜଣ ଆସିଥିଲେ ଆମକୁ ଦେବା ପାଇଁ। ଯେହେତୁ ରାତି ହେଇଯାଇଥିଲା ତ ଆମକୁ ଭାରି ଚିନ୍ତା ଥିଲା କି ଆଜି ରାତିରେ ସେଠି ଖାଲି ହେବ କି ନାହିଁ। ଯେଉଁଠି ଆମେ ବିକ୍ରି କରିବା ପାଇଁ ଯିବା ସେଠି ଆକ୍ଚୁଆଲି ରାତିରେ ଖାଲି ହେଇପାରିବ କି ନାହିଁ, କାହିଁକିନା ଆମକୁ ଅତି କମ୍ର ଘଣ୍ଟା ଉପରେ ଟାଇମ୍ ଲାଗିବ, ଘଣ୍ଟା କି 1.5 ଘଣ୍ଟା। ଫାଇନାଲି ଆମେ ଯାଇକି ପହଞ୍ଚିଥିଲୁ ଆଉ ଖାଲି ବି ହେଇଥିଲା, କିନ୍ତୁ ଥଣ୍ଡା ଏତେ ଜୋର ନଥିଲା କାହିଁକିନା ଆମେ ବାଟ ସାରା ଆଉ ଯେତିକି ଶୀତ ବସ୍ତ୍ର ମାଗିଥିଲୁ ସେତିକି ଦରକାର ହେଇନଥିଲା। କିନ୍ତୁ ଥଣ୍ଡା ବହୁତ କମ୍ ଥିଲା, ଯେହେତୁ ବର୍ଷା ଅଛି ତ ସେଥିପାଇଁ ଥଣ୍ଡା ବହୁତ କମ୍ ଥିଲା।